ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 30 ମେ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଡେଲି କରେଣ୍ଟ ଆଫେୟର୍ସ MCQ 6M ଷ୍ଟାର୍ଟ ହେଉଛି ଏବଂ PDF ପାଇବା ପାଇଁ ହେଲେ ଆପଣମାନେ ଜଏନ୍ କରିପାରିବେ ଟେଲିଗ୍ରାମ ଗ୍ରୁପରେ। ଡେସ୍କ୍ରିପ୍ସନରେ ଲିଙ୍କ ଅଛି। ଚାଲନ୍ତୁ ଆଜିର କ୍ଲାସ୍ ଷ୍ଟାର୍ଟ କରିବା। ଆଜିର ପ୍ରଥମ ପ୍ରଶ୍ନ, ଦ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ DRDO inaugurated the Quantum Technology Research Center in which city? ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ କେଉଁ ସହରରେ କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟା ଗବେଷଣା କେନ୍ଦ୍ର ଉଦ୍ଘାଟନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ନୂଆଦିଲ୍ଲୀଠାରେ କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟା ଗବେଷଣା କେନ୍ଦ୍ର ବା QTRC ଉଦ୍ଘାଟନ କରିଛି। ଇନୋଗ୍ରେଟ୍ କିଏ କରିଛନ୍ତି? ଡକ୍ଟର ସମୀର ଭି କାମାନ୍ତ, ଚେୟାରମ୍ୟାନ୍ ଅଫ୍ DRDO। ସେଣ୍ଟର ନେମ୍ ରହିଛି କ୍ୱାଣ୍ଟମ୍ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର QTRC। ଲୋକେସନ୍ ରହିଛି ମେଟକ୍ଲାଫ୍ ହାଉସ୍, ଦିଲ୍ଲୀଠାରେ। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ଫର୍ମ ହୋଇଥିଲା 1958 ମସିହାରେ। ହେଡ଼କ୍ୱାର୍ଟର ରହିଛି DRDO ଭବନ, ନ୍ୟୁ ଦିଲ୍ଲୀ, ଇଣ୍ଡିଆ। ମିନିଷ୍ଟର ରେସ୍ପନ୍ସିବଲ୍ ରାଜନାଥ ସିଂ, ମିନିଷ୍ଟର ଅଫ୍ ଡିଫେନ୍ସ। ମିନିଷ୍ଟର ଅଫ୍ ଡିଫେନ୍ସ କିଏ ଅଛନ୍ତି? ରାଜନାଥ ସିଂ। ଏଜେନ୍ସି ଏକ୍ଜିକ୍ୟୁଟିଭ୍ ସମୀର ଭି କାମାନ୍ତ, ଚେୟାରମ୍ୟାନ୍ ଅଫ୍ DRDO। ପରବର୍ତ୍ତୀ ପ୍ରଶ୍ନ, which city has become the fourth capital city in the northeastern region to be connected to the railway network? କେଉଁ ସହର ରେଳ ନେଟୱାର୍କ ସହିତ ସଂଯୁକ୍ତ ହେବା ପାଇଁ ଉତ୍ତର ପୂର୍ବ ଅଞ୍ଚଳର ଚତୁର୍ଥ ରାଜଧାନୀ ପାଲଟିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଆଇଜଲ୍। About Northeast Frontier Railway, Mizoram's Aizawl become fourth northeast capital connected by rail as trial run succeed. The Northeastern Frontier Railway Zone was inaugurated on 15 January 1958. Northeastern Frontier Railway Zone କେବେ ଇନୋଗ୍ରେଟ୍ ହେଇଥିଲା? 15 ଜାନୁଆରୀ 1998 ମସିହାରେ। ହେଡ଼କ୍ୱାର୍ଟର କେଉଁଠି ଅଛି? ଗୁହାଟୀ, ଆସାମଠାରେ। ଡିଭିଜନ୍ ହେଉଛି 5 ଡିଭିଜନ୍, କାଠିହାର, ଆଲିପୁରଦୁଆର, ରାଙ୍ଗିଆ, ଲୁମ୍ଦିଙ୍ଗ, ତିନସୁକିଆ 5 ଡିଭିଜନରେ ବିଭକ୍ତ କରାଯାଇଛି। ଇଟ୍ସ କଭର ଦ 8 ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍ ଅଫ୍ ସିକିମ୍, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଆଣ୍ଡ ମେଘାଳୟ। କେତୋଟି ଷ୍ଟେଟ୍ କଭର କରାଯାଇଛି? 8ଟି ଷ୍ଟେଟ୍ କଭର କରିଛି। କେଉଁ କେଉଁ ଷ୍ଟେଟ୍? ସିକିମ୍, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ମେଘାଳୟ। ପରବର୍ତ୍ତୀ ପ୍ରଶ୍ନ, which sector received the highest foreign direct investment FDI equity inflow in fiscal year 2024 and 25? 2024-25 ଆର୍ଥିକ ବର୍ଷରେ କେଉଁ କ୍ଷେତ୍ର ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଇକ୍ୱିଟି ପ୍ରଭାବ ପାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ସର୍ଭିସ୍। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦ ନେକ୍ସଟ ଜେନେରେସନ୍ 2-seater ଇଲେକ୍ଟ୍ରିକ୍ ଟ୍ରେନର ଏୟାରକ୍ରାଫ୍ଟ ବିଙ୍ଗ ଡେଭଲପ୍ ଇନ୍ ଇଣ୍ଡିଆ? ଭାରତରେ ବିକଶିତ ହେଉଥିବା ପରବର୍ତ୍ତୀ ପିଢ଼ିର 2 ଆସନ ବିଶିଷ୍ଟ ବୈଦ୍ୟୁତିକ ତାଲିମଦାତା ବିମାନର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଇ-ହାନ୍ସା। ଇ-ହାନ୍ସା ଇଲେକ୍ଟ୍ରିକ୍ ଟ୍ରେନର ଏୟାରକ୍ରାଫ୍ଟ ଡେଭଲପ୍ଡ ବାଇ CSIR ନାଲ୍ ବେଙ୍ଗାଲୁରୁ। ଟାଇପ୍ ରହିଛି 2-seater ଇଲେକ୍ଟ୍ରିକ୍ ଟ୍ରେନର ଏୟାରକ୍ରାଫ୍ଟ। ମିନିଷ୍ଟର କିଏ ଅଛନ୍ତି? ସାଇନ୍ସର ଡକ୍ଟର ଜିତେନ୍ଦ୍ର ସିଂ। ପରବର୍ତ୍ତୀ ପ୍ରଶ୍ନ, ଷ୍ଟ୍ରିଙ୍ଗଲେସ୍ ବିଜ୍
एट्रागोनुला इरिडिपेनिस and Lepidopterygona arcifera that was recently seen in news are native to which state? ସମ୍ପ୍ରତି ଖବରରେ ଦେଖାଯାଇଥିବା ଦଂଶନହୀନ ମହୁମାଛି ଏଟ୍ରାଗୋନୁଲା ଇରିଡିଫେନିସ୍ ଏବଂ ଲେପିଡେଟ୍ରିଗୋନା ଆର୍ସିଫେରା କେଉଁ ରାଜ୍ୟର ବାସିନ୍ଦା ବା କେଉଁଠି ଦେଖାଯାଆନ୍ତି, କେଉଁ ରାଜ୍ୟରେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନାଗାଲାଣ୍ଡ। ନାଗାଲାଣ୍ଡ ରିଜନ୍ ରହିଛି ନର୍ଥ ଇଷ୍ଟ ଇଣ୍ଡିଆ। ପୂର୍ବରୁ ନାଗାଲାଣ୍ଡ ଆସାମ ସହିତ ଥିଲା। କ୍ୟାପିଟାଲ୍ ରହିଛି କୋହିମା। ଲାର୍ଜେଷ୍ଟ ସିଟି ଦିମାପୁର। ଗଭର୍ଣ୍ଣର ରହିଛନ୍ତି ଲେଫ୍ଟନାଣ୍ଟ ଗଣେଶନ୍। ଚିଫ୍ ମିନିଷ୍ଟର କିଏ ଅଛନ୍ତି? ନିଫିଉ ରିଓ। ଏନ୍ଡିପିପିରୁ ପଲିଟିକାଲ ପାର୍ଟିରୁ ବିଲଙ୍ଗସ୍ କରୁଛନ୍ତି। ପରବର୍ତ୍ତୀ ପ୍ରଶ୍ନ, which project has been approved by the government of India for the development of indigenous fifth generation fighter aircraft? ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢୁଆ ବିମାନ ବିକାଶ ପାଇଁ ଭାରତ ସରକାରଙ୍କ ଦ୍ୱାରା କେଉଁ ପ୍ରକଳ୍ପକୁ ଅନୁମୋଦନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଆଡଭାନ୍ସ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ବା AMCA। ପରବର୍ତ୍ତୀ ପ୍ରଶ୍ନ, which institute has recently instructed to form sugar board in schools? କେଉଁ ପ୍ରତିଷ୍ଠାନ ସମ୍ପ୍ରତି ସ୍କୁଲଗୁଡ଼ିକରେ ସୁଗାର ବୋର୍ଡ଼ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ CBSE। CBSE ସ୍କୁଲରେ ସୁଗାର ବୋର୍ଡ଼ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି। ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା CBSE ଷ୍ଟାବ୍ଲିଶ୍ ହୋଇଥିଲା 1962 ମସିହାରେ। ହେଡ଼କ୍ୱାର୍ଟର ରହିଛି ନୂଆଦିଲ୍ଲୀ। ରିଲେସନସିପ୍ ମିନିଷ୍ଟର ଅଫ୍ ଏଜୁକେସନ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। କରେଣ୍ଟ ହେଡ୍ କିଏ ଅଛନ୍ତି? ରାହୁଲ ସିଂ। ପରବର୍ତ୍ତୀ ପ୍ରଶ୍ନ, which former cricketer has been appointed as the ambassador of the କର୍ଣ୍ଣାଟକ ଫରେଷ୍ଟ ଡିପାର୍ଟମେଣ୍ଟ? କେଉଁ ପୂର୍ବତନ କ୍ରିକେଟରଙ୍କୁ କର୍ଣ୍ଣାଟକ ବନ ବିଭାଗର ଆମ୍ବାସଡ଼ର ଭାବରେ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଅନିଲ କୁମ୍ବଲେଙ୍କୁ କର୍ଣ୍ଣାଟକ ବନ ବିଭାଗର ଆମ୍ବାସଡ଼ର ଭାବରେ ନିଯୁକ୍ତ କରାଯାଇଛି। Former cricketer Anil Kumble has been appointed as the brand ambassador for the Karnataka Forest and Wildlife Department. Minister ईश्वर बी कांड्रे announced। किए अनाउंस करथिले? ईश्वर बी कांड्रे अनाउंस करथिले। फॉरेस्ट मिनिस्टर कांड्रे said Anil Kumble has an immense concern for wildlife. He loves forest. ପରବର୍ତ୍ତୀ ପ୍ରଶ୍ନ, who has become the first Indian origin musician to receive an American Music Award AMA? ଆମେରିକୀୟ ସଙ୍ଗୀତ ପୁରସ୍କାର AMA ପାଇବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ସଙ୍ଗୀତଜ୍ଞ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ରାଜା କୁମାରୀ। Indian American rapper and singer songwriter Raja Kumari has made history by becoming the first Indian origin musician to win an American Music Award AMA। Indian origin first musician अमेरिका अवार्ड पाइछन्ति किए? राजा कुमारी। परवर्ती प्रश्न, who has become the first Indian driver to win a Formula 2 race? Formula 2 ଦୌଡ଼ ଜିତିଥିବା ପ୍ରଥମ ଭାରତୀୟ ଡ୍ରାଇଭର କିଏ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କୁସମାଇନି। କୁସମାଇନି ଫର୍ମୁଲା 2 ରେସ୍ ଡ୍ରାଇଭରରେ ଜିତିଛନ୍ତି। ପରବର୍ତ୍ତୀ ପ୍ରଶ୍ନ,
हु हैज़ बीन अपॉइंटेड आज चेयरमैन ऑफ इंडिगो इंडिगोर अध्यक्ष भाव में क्या नियुक्त करा जायछि। यार सठिक उत्तरटी होउछि ऑप्शन सी विक्रम सिंह मेहता। विक्रम सिंह मेहता इंडिगोर अध्यक्ष भाव में नियुक्त होइछन्ति। इंडिगो हैज़ अपॉइंटेड विक्रम सिंह मेहता as the chairman of the board. Mehta has been a member of the board Interglobe Aviation Limited Indigo since May 2022. He succeeded Dr. वेंकटरामानी समंतरान। पूर्वरु किए थिले डॉक्टर वेंकटरामानी सुमंतरान who stepped down from the post after completion of his 5-year term as a board member. About Indigo Interglobe Aviation Limited इंडिगोर फुल फॉर्म कौन इंटरग्लोब एविएशन लिमिटेड। पूर्वर कौन थिला राहुल भाटिया एंड राकेश गंगवाल। परवर्ती प्रश्न इन व्हिच ऑफ द फॉलोइंग प्लेसेस ऑफ उत्तराखंड विल द स्टैच्यू ऑफ आदि शंकराचार्य बी इंस्टॉलेड। उत्तराखंड केउं स्थान रे आदि शंकराचार्य प्रतिमूर्ति स्थापन करा जिवो। यार सठिक उत्तरटी होउछि ऑप्शन सी उत्तरामानिया बद्रीनाथ केदारनाथ। आंसर तीनोटी डी हेबो ऑप्शन डी ऑल ऑफ द एबव। आदि शंकराचार्य बायोग्राफी बर्न 788 एडी रे जन्म ग्रहण करथिले। प्लेस ऑफ द बर्थ कालाडी विलेज केरला ठारे जन्म ग्रहण करथिले। डेथ हेइथिला 820 एडी रे इन कुंबा कोनाम केरला ठारे। फादर थिले शिवगुरु मदर आर्यम्बा। परवर्ती प्रश्न हु एमंग द फॉलोइंग विल बी अवार्डेड द डाग हमारशोल्ड मेडल। निम्नलिखित मानक मध्यरु काहाकु डाग हमारशोल्ड पदक प्रदान करा जिवो। यार सठिक उत्तरटी होउछि ऑप्शन सी बोथ ए एंड बी। अमिताभ झा एवं संजय सिंह को डाग हमारशोल्ड प्रदान करा जिवो। परवर्ती प्रश्न व्हिच सिटी विल होस्ट द एशियन वेटलिफ्टिंग चैंपियनशिप 2026। केउं सहरर बा केउं सहर 2026 एशिया भारोत्तोलन चैंपियनशिप आयोजन करिवो। यार सठिक उत्तरटी होउछि ऑप्शन सी अहमदाबाद ठारे 2026 रे भारोत्तोलन चैंपियनशिप बा वेटलिफ्टिंग चैंपियनशिप आयोजन करा जिवो। परवर्ती प्रश्न व्हिच कंट्री हैज रिसेंटली ऑफर्ड वीजा फ्री एंट्री फॉर इंडियन टूरिस्ट। केउं देश संप्रति भारतीय पर्यटकों पाई वीसा मुक्त प्रवेश प्रदान करिछि। यार सठिक उत्तरटी होउछि ऑप्शन सी फिलीपींस। फिलीपींस वीजा फ्री एंट्री प्रदान करिछि।